ୱାର୍ଲଡ ପେଙ୍ଗୋଲିନ୍ ଡେ, ଯେଉଁଟାକି ପ୍ରତ୍ୟେକ ବର୍ଷ ଫେବୃଆରୀ ମାସର ତୃତୀୟ ଶନିବାରରେ ପଡ଼େ। ଏ ବର୍ଷ 21 ଫେବୃଆରୀରେ ପଡ଼ିଛି। ୱାର୍ଲଡ ଥିଙ୍କିଂ ଡେ ସେଇଟା 22 ଫେବୃଆରୀରେ ପାଳନ ହୁଏ। ସାଉଥ କୋରିଆର ପ୍ରେସିଡେଣ୍ଟ, ପୂର୍ବତନ ପ୍ରେସିଡେଣ୍ଟ ଯିଏକି ୟୁଅନ୍ ସୁକ୍ ୟୋଲ୍, ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବର୍ତ୍ତମାନ ପ୍ରେସିଡେଣ୍ଟ ଯିଏ ଅଛନ୍ତି ଲି ଜୋନ୍ ମିୟୋଙ୍ଗ। ପ୍ରାଇମ୍ ମିନିଷ୍ଟର ଅଛନ୍ତି କିମ୍ ମିଙ୍ଗ ସିଓକ୍। କ୍ୟାପିଟାଲ ହେଉଛି ସିଓଲ, ଆଉ କରେନ୍ସି ହେଉଛି ୱନ୍। ଓଡ଼ିଶାର 12ଟା ଡିଷ୍ଟ୍ରିକ୍ଟ ଚାଇଲ୍ଡ ମ୍ୟାରେଜ୍ ରେଟ୍ ହାଇ ଅଛି ନ୍ୟାସନାଲ୍ ଆଭରେଜ୍ ଠାରୁ। ନ୍ୟାସନାଲ୍ ଆଭରେଜ୍ ଅଛି 23.3%। ଓଡ଼ିଶାର ଆଭରେଜ୍ ଅଛି 20.5%, ଯେଉଁଟାକି ନ୍ୟାସନାଲ୍ ଆଭରେଜ୍ ଠାରୁ କମ୍, କିନ୍ତୁ ଓଡ଼ିଶାର 12ଟା ଡିଷ୍ଟ୍ରିକ୍ଟ ନ୍ୟାସନାଲ୍ ଆଭରେଜଠୁ ଅଧିକ ଅଛି। ସବୁଠୁ ଉପରେ ଅଛି ନବରଙ୍ଗପୁର 39.4%, ତାପରେ ଅଛି ନୟାଗଡ଼ 35.7%। 475 ବର୍ଷ ପୁରୁଣା ଭାଷାୟୀ କ୍ୟାଥେଡ୍ରାଲ୍, ଯେଉଁଟାକି ମହାରାଷ୍ଟ୍ରରେ ଅଛି, ସିଏ ୱିନ୍ କରିଛି ୟୁନେସ୍କୋ ଆୱାର୍ଡ଼ ଫର୍ କନଜରଭେସନ୍। ୟୁନେସ୍କୋ ଏସିଆ ପାସିଫିକ୍ ଆୱାର୍ଡସ୍ ଫର୍ କଲଚରାଲ୍ ହେରିଟେଜ୍ 2025, ଯେଉଁଟାକି ଦିଆଯାଏ ପୁରୁଣା କୀର୍ତ୍ତିମାନଙ୍କୁ ପୁଣି ନୂତନ ରୂପ ଦେବା ପାଇଁ ତାକୁ କାମ କରି। ସେଥିରେ ଜାପାନ ଆଉ ଚାଇନା ଟପ୍ ଅଛନ୍ତି। ଏଗ୍ରିକଲଚରାଲ୍ ଆଣ୍ଡ ପ୍ରୋସେସ୍ଡ ଫୁଡ୍ ପ୍ରଡକ୍ଟସ୍ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି, ଯେଉଁଟା କହୁଛି ଆପେଡା, ସିଏ ଏକ୍ସପୋର୍ଟ କରିବାକୁ ଯାଉଛି 0.5 ମେଟ୍ରିକ୍ ଟନ୍ ଜିଆଇ ଟ୍ୟାଗ୍ ବାଲା ସାଲେମୋ ଶାଗୁ, ଯେଉଁଟାକି ସାଲେମୋ ତାମିଲନାଡୁରୁ ବିଲଙ୍ଗ କରୁଛି, ସେଇଟାକୁ ଦିଆଯିବ କାନାଡ଼ାକୁ। 3 ଦିନିଆ ଷ୍ଟେଟ୍ ଫେୟାର, ଯେଉଁଟାକି ହେଉଛି ଇତାକୋରି ମହୋତ୍ସବ, ଝାଡ଼ଖଣ୍ଡର ଚାତ୍ରା ଡିଷ୍ଟ୍ରିକ୍ଟରେ ହେଉଛି। ଅଟଳ ବିହାରୀ ବାଜପେୟୀ ଦ ଇଟର୍ନାଲ୍ ଷ୍ଟେଟ୍ସମ୍ୟାନ୍ ବହିଟି ଲେଖିଛନ୍ତି ବିଜୟ ଗୋଏଲ। ରିଲିଜ୍ କରିଛନ୍ତି ଭାଇସ୍ ପ୍ରେସିଡେଣ୍ଟ ସିପି ରାଧାକ୍ରିଷ୍ଣ। ନରୱେ ସିକ୍ୟୋର କରୁଛି ତା'ର 17ତମ ଗୋଲ୍ଡ ମେଡାଲ ଏଇ ଯେଉଁ ୱିଣ୍ଟର ଅଲିମ୍ପିକ୍ ଚାଲିଛି, ଯେଉଁଟାକି ଗୋଟେ ରେକର୍ଡ଼, ଗୋଟେ ଦେଶ ଦ୍ୱାରା ହାଏଷ୍ଟ ମେଡାଲ ଗୋଲ୍ଡ ମେଡାଲକୁ ହାସଲ କରିବାରେ।